तो ଏବେ ଆପଣମାନେ ସମସ୍ତେ ଜାଣିଥିବେ ତ ମେଟା ଯେଉଁ 8000 ଫାୟାରିଂ କରିଛି ତ ମେଟା ଯେଉଁ ଫାୟାରିଂ କରିଛି ଇଣ୍ଡିଆରୁ କିଛି ଲୋକ ଥିଲେ ତ ବର୍ତ୍ତମାନ ଆମେରିକା ଏବେ କହୁଛି କି ତୁମେ 60 ଡେଜ୍ ଭିତରେ ଯଦି ତୁମେ ଜବ୍ ନ ପାଉଛ ଯେଉଁମାନେ ବି ଫାୟାର ହେଇଛନ୍ତି ତ ସେମାନଙ୍କୁ ଇଣ୍ଡିଆ ଆସିବାକୁ ପଡ଼ିବ ରିଟର୍ଣ୍ଣ କରିବାକୁ ପଡ଼ିବ ତ ବର୍ତ୍ତମାନ ମାନେ ଚିନ୍ତା କର ଗୋଟେ ଆଇଟି ଜବ୍ ଯେଉଁମାନେ ବି ଫାୟାର ହେଇଛନ୍ତି ମେଟାରୁ କି ଡିଫରେଣ୍ଟ କମ୍ପାନୀ ଯେଉଁମାନେ ଆମେରିକା ରହୁଥିଲେ ତ ସେମାନେ 60 ଡେଜ୍ ଭିତରେ ଜବ୍ ପାଇବେ ବୋଲି ତ ଗ୍ୟାରେଣ୍ଟି କିଛି ନାହିଁ ତାପରେ ସେମାନେ ବି କାହାର ପିଲାଛୁଆ ପାଠ ପଢ଼ୁଛନ୍ତି କିଏ ଅଲରେଡ଼ି ଘର କିଣି ସାରିଲେଣି କିଏ କ'ଣ କିଣି ସାରିଲେଣି ତ ବହୁତ ଏଷ୍ଟାବ୍ଲିଶ୍ ବି ହେଇଗଲେଣି ଆମେରିକା ଯେଉଁମାନେ ରହୁଛନ୍ତି ତ ବର୍ତ୍ତମାନ ଇଏ ଯେଉଁ ଆନାଉନ୍ସମେଣ୍ଟ କରିଛି ଆମେରିକା ତ ଏଇଟା ଗୋଟେ ଦୁଃଖଦ ବିଷୟ ବର୍ତ୍ତମାନ ଆଇଟି ସେକ୍ଟରରେ ଯେମିତି ଲେଅଫ୍ ହେଉଛି ମେଟା ବି 8000 ଲେଅଫ୍ କରିଛି ଆମାଜନ୍ ବି ଏବେ କିଛି ଦିନ ପରେ ଲେଅଫ୍ କରିବାର ଯାଉଛି ତ ଆପଲ୍ ବି କିଛି ଦିନ ପରେ ଲେଅଫ୍ କରିବାର ଅଛି ତ ବହୁତ ପ୍ରକାର କମ୍ପାନୀ ପ୍ଲାନିଂ କରୁଛି ବି ଲେଅଫ୍ କରିବ କଗ୍ନିଜାଣ୍ଟ ବି 15,000 ପ୍ରୋଜେକ୍ଟ ଲିଭ୍ ଇନଫ୍ରାଷ୍ଟ୍ରକ୍ଚର ପାଇଁ ସେମାନେ ଏଆଇ ପାଇଁ ଲେଅଫ୍ କରୁଛନ୍ତି ତାପରେ ମେଟା ଯେଉଁ ଏଆଇରେ ଇନଭେଷ୍ଟ କରିବ ସେଥିପାଇଁ ଯେଉଁ ଲେଅଫ୍ କରିଛି ତ ବହୁତ ଇମ୍ପାକ୍ଟ ବି ହେଇଛି ତ ବହୁତ ପିଲା ଜବ୍ ଲେସ୍ ଅଛନ୍ତି ବହୁତ ପୋଷ୍ଟ ବି ଯେମିତି 7 ମନ୍ଥର ପ୍ରେଗନେଣ୍ଟ ଗୋଟେ ଲେଡ଼ି ସେମାନେ ବି ସେ ପୋଷ୍ଟ କରିଥିଲେ କି ସିଏ ବି ଲେଅଫ୍ ହୋଇଛନ୍ତି ଆଉ ଜଣଙ୍କର ପିଲା ହେବାର ଥିଲା ସେମାନେ ପ୍ୟାରେଣ୍ଟ ଲିଭ୍ରେ ଯିବାର ଥିଲା ପାଟର୍ନିଟି ଲିଭ୍ରେ ତ ସେଥିପାଇଁ ସେ ତାଙ୍କ ମ୍ୟାନେଜରକୁ କହିଥିଲେ ତ ତାପରେ ବି ସେ ଲେଅଫ୍ ହେଇଛନ୍ତି ତ ବର୍ତ୍ତମାନ ଏବେ ସିଚୁଏସନ୍ କଣ୍ଟ୍ରୋଲ୍ ନାହିଁ ତ ସିଚୁଏସନ୍ ବହୁତ ଡିଫିକଲ୍ଟ ଅଛି ବର୍ତ୍ତମାନ ଆଇଟି ସେକ୍ଟରରେ ଏବେ ବହୁତ ପିଲା ଯେଉଁମାନେ ବି ଟ୍ରାଏ କରୁଛନ୍ତି ସେମାନଙ୍କୁ ଜବ୍ ମିଳିବା ଡିଫିକଲ୍ଟ ଯେଉଁମାନେ ବି ଅଲରେଡ଼ି ମାନେ ଟ୍ରାଏ କରୁଛନ୍ତି ପାଇଯାଉଛନ୍ତି ତାଙ୍କୁ ଅଫର୍ ଲେଟର୍ ବି ରିଲିଜ୍ ହେଉନି ତାପରେ ଏବେ ବର୍ତ୍ତମାନ 60 ଡେଜ୍ ଭିତରେ ଯଦି ଗୋଟେ ପିଲା ଆମେରିକା ଯେଉଁମାନେ ରହୁଛନ୍ତି ତ ସେମାନଙ୍କ ପ୍ୟାକେଜ୍ ଅବଭିୟସ୍ଲି ଅଧିକ ଥିବ ପ୍ୟାକେଜ୍ ଅଧିକ ଥିବାରୁ ଆଉ ଗୋଟେ ଜିନିଷ ହେଲା 60 ଡେଜ୍ ଭିତରେ ଜବ୍ ମିଳିବ କିଛି ଗ୍ୟାରେଣ୍ଟି ନାହିଁ କାହିଁକିନା କମ୍ପାନୀ ସେମାନେ ଏକରେ ହେଲା ପ୍ୟାକେଜ୍ ଅଧିକ ପ୍ୟାକେଜ୍ ହିସାବରେ ତାଙ୍କର ବି ଏକ୍ସପିରିଏନ୍ସ ବି ଥିବ ଏକ୍ସପିରିଏନ୍ସ ହିସାବରେ କେଉଁ କମ୍ପାନୀ ତାଙ୍କୁ 60 ଡେଜ୍ ଭିତରେ ନେବ ନ ନେବ ସେଇଟା ଗ୍ୟାରେଣ୍ଟି କାହିଁକିନା ବହୁତ ଏବେ ଇଣ୍ଟରଭ୍ୟୁ ବହୁତ ପିଲା ଦେବେ ତ ଫାୟାରିଂ ତ ଜଣଙ୍କର ହେଇନି ମ୍ୟାକ୍ସିମମ୍ ବହୁତ ପିଲାଙ୍କର ଫାୟାରିଂ ଲକ୍ଷ ପିଲାଙ୍କର ଫାୟାରିଂ ହେଉଛି ତ ଆମେରିକା ଲୋକେସନରେ ଯେଉଁମାନେ ବି ଟ୍ରାଏ କରୁଛନ୍ତି ସେମାନଙ୍କ 60 ଡେଜ୍ରେ ହେବ ବୋଲି ମାନେ କ'ଣ ଅଛି ତ ବହୁତ ଲୋକ ବି ଇଣ୍ଡିଆ ଫେରି ଆସିଲେଣି ବହୁତ ଲୋକ ଏବେ ଟ୍ରାଏ କରୁଛନ୍ତି ଜବ୍ ପାଇବା ପାଇଁ 60 ଡେଜ୍ ଭିତରେ ମୋତେ ତ ଲାଗୁନି 60 ଡେଜ୍ ଭିତରେ ସମସ୍ତଙ୍କର ହେଇଯିବ କାହିଁକିନା 60 ଡେଜ୍ ଗୋଟେ ନର୍ମାଲ୍ 30 ଡେଜ୍ 60 ଡେଜ୍ କେତେବେଳେ ପଳାଉଛି ମନ୍ଥ ପଳାଉଛି ତୁମକୁ ଜଣାପଡ଼ୁନି 60 ଡେଜ୍ ଭିତରେ ସେମାନେ ଯେଉଁ ଆନାଉନ୍ସ କରୁଛନ୍ତି 60 ଡେଜ୍ ଭିତରେ ତୁମେ ଜବ୍ ବଜେଇବ ନହେଲେ ତୁମେ ଆମେରିକା ଛାଡ଼ ତ ଏଇଟା କେବେ ପସିବୁଲ୍ କଥା ନୁହଁ ତାପରେ ରହିଲା ଯେଉଁମାନେ ବି ଇଣ୍ଡିଆ ଆସିବେ ସେମାନେ ଇଣ୍ଡିଆରେ ବି ଟ୍ରାଏ କରିବା ଇଣ୍ଡିଆରେ ବି ପାଇବା ଏତେ ଇଜି କଥା ନୁହଁ କାହିଁକିନା ଧୀରେ ଧୀରେ ଇଣ୍ଡିଆ ଲୋକେସନ୍ ଯେଉଁ ବାଙ୍ଗଲୋର ହେଉ ହାଇଦ୍ରାବାଦ ହେଉ ଚେନ୍ନାଇ ମୁମ୍ବାଇ ଯେଉଁ ବି ଲୋକେସନ୍ ଯେଉଁମାନେ ବି ଟ୍ରାଏ କରୁଛନ୍ତି ସେମାନେ ଅଲରେଡ଼ି ଏଠି ବହୁତ ପିଲା ବି ଟ୍ରାଏ କରୁଛନ୍ତି ତ ସେମାନେ ବି ପାଇନାହାନ୍ତି ଆଉ ଯେଉଁମାନେ ଫ୍ରେଶର ଟ୍ରାଏ କରୁଛନ୍ତି ତାଙ୍କୁ ତ ମିଳିବା ଡିଫିକଲ୍ଟ ଯେଉଁମାନେ ବି ଏକ୍ସପିରିଏନ୍ସ ଟ୍ରାଏ କରୁଛନ୍ତି ଗୋଟେ ହେଲା ତୁମର ଲାଷ୍ଟ ରାଉଣ୍ଡରେ ବହୁତ ପିଲା ରିଜେକ୍ଟ ହେଉଛନ୍ତି ବହୁତ ପିଲା କ'ଣ କରୁଛନ୍ତି ଜବ୍ ପାଇଯାଉଛନ୍ତି ଅଫର୍ ଲେଟର୍ ରିଲିଜ୍ ହେଉନି ମୋର ଗୋଟେ ସାଙ୍ଗ 2 ମନ୍ଥ ହେଲାଣି ତା'ର ଜବ୍ ହେଇଗଲାଣି କିନ୍ତୁ ସିଏ ତାକୁ ଅଫର୍ ଲେଟର୍ କମ୍ପାନୀ ରିଲିଜ୍ କରୁନି ତାପରେ ବହୁତ ବ୍ୟାକଗ୍ରାଉଣ୍ଡ ଭେରିଫିକେସନ୍ ମାନେ ତୁମର ସାର୍ଟିଫିକେଟ୍ ସବୁ ଠିକ୍ ଅଛି କିନ୍ତୁ ବ୍ୟାକଗ୍ରାଉଣ୍ଡ ଭେରିଫିକେସନ୍ରେ କମ୍ପାନୀ କହୁଛି ନାହିଁ ତୁମର ସାର୍ଟିଫିକେଟ୍ ଠିକ୍ ନାହିଁ ତ ତୁମର ପି ଏଫ୍ ମିସ୍ମ୍ୟାଚ୍ ହେଉଛି ତୁମର ପି ଏଫ୍ ଚଢ଼ିଯାଇଛି ତ ବହୁତ ପ୍ରକାର ରିଜେକ୍ସନ୍ ବର୍ତ୍ତମାନ ଏବେ ହେଉଛି ଏକରେ ହେଲା ତୁମେ ଇଣ୍ଟରଭ୍ୟୁ ଦେବ ଟପ୍ ଦୁଇରେ ଡିଫିକଲ୍ଟ କ୍ୱେଶ୍ଚିନ୍ ବି ରହୁଛି ତୃତୀୟରେ ତୁମର ଇଣ୍ଟରଭ୍ୟୁ ହେଲା ପରେ ଅଫର୍ ଲେଟର୍ ରିଲିଜ୍ ହେଉନି ତ ଗୋଟେ ପିଲା ଡିମୋଟିଭେଟ୍ ବି ହେଇଯାଉଛି ଗୋଟେ ଜବ୍ ପାଇବା ପାଇଁ ଆଉ ଯେଉଁମାନେ ବି ଟ୍ରାଏ କରୁଛନ୍ତି ତୁମେ ବିଲିଭ୍ କରିବନି ମୋର ଗୋଟେ ସାଙ୍ଗ କଗ୍ନିଜାଣ୍ଟ ଯାଇଥିଲେ ଇଣ୍ଟରଭ୍ୟୁ ଦେବା ପାଇଁ ମାନେ ସେ ସକାଳ ତାଙ୍କ ଘର ଆରାଉଣ୍ଡ 40 କିଲୋମିଟର ଯେଉଁଠୁ ଲୋକେସନ୍ରୁ କଗ୍ନିଜାଣ୍ଟରୁ ସେ 40 କିଲୋମିଟର ଗଲା ପରେ ଫେସ୍ ଟୁ ଫେସ୍ ଇଣ୍ଟରଭ୍ୟୁ ଦେବା ପାଇଁ ସେ ଫେସ୍ ଟୁ ଫେସ୍ ଇଣ୍ଟରଭ୍ୟୁ ପାଇଁ ରିଜ୍ୟୁମ୍ ଦେଇଦେଲେ ସବୁ ପିଲା ଲାଇନ୍ରେ ବସିଛନ୍ତି ସେମାନଙ୍କୁ କୁହାହେଲା କି ବସ ୱେଟ୍ କର ତ ଇଣ୍ଟରଭ୍ୟୁ ପ୍ୟାନେଲ୍ ଆସିଲେ ଇଣ୍ଟରଭ୍ୟୁ ନେବେ ତାପରେ ରିଜ୍ୟୁମ୍ ସବୁ ସେ କଲେକ୍ଟ କରି ନେଇଗଲେ ତାପରେ ତାଙ୍କୁ କ'ଣ କଲେ ଇଣ୍ଟରଭ୍ୟୁ ପ୍ୟାନେଲ୍ ଆସିଲେ ଲାପଟପ୍ ଆଣି ତ ତାଙ୍କୁ ଗୋଟେ ପେପର୍ A4 ପେପର୍ ସାଇଜ୍ ଦେଇଦେଲେ ଯାହା କତିରେ ପେନ୍ ଅଛି ପେନ୍ରେ ତୁମେ ଲେଖ ନହେଲେ ଯାହା ପାଖରେ ପେନ୍ ନାହିଁ ତାଙ୍କୁ ପେନ୍ ଦେଇଦେଲେ ତୁମେ ଚିନ୍ତା କର ତାଙ୍କୁ ଦିଆଗଲା ସମସ୍ତଙ୍କୁ ପ୍ରାଇମ୍ ନମ୍ବର ପ୍ରୋଗ୍ରାମିଂ ସମସ୍ତେ ଲେଖିଲେ ସବମିଟ୍ କଲେ ସେମାନଙ୍କୁ କୁହାଗଲା ସମସ୍ତେ ଯେଉଁମାନେ ବି 20 30 60 ଯେତେ ଜଣ ପିଲା ବି ଥିଲେ ତ ତାଙ୍କୁ କୁହାଗଲା କି ତୁମେ ୱେଟ୍ କର HR ୱିଲ୍ ଗେଟ୍ ବ୍ୟାକ୍ ଟୁ ୟୁ ସେମାନେ ୱେଟ୍ କଲେ ଘଣ୍ଟାଟାଏ 2 ଘଣ୍ଟା ୱେଟ୍ କଲେ ତାପରେ ରେଜଲ୍ଟ କିଛି ନାହିଁ ବହୁତ ପିଲା ଫ୍ରଷ୍ଟ୍ରେଟ୍ ହେଇକରି ପଳେଇ ଆସିଲେ ବହୁତ ପିଲାଙ୍କର ତାପରେ ମୋ ସାଙ୍ଗ 2-3 ଘଣ୍ଟା ୱେଟ୍ କଲା ତାକୁ କେହି କଲ୍ ଫଲ୍ କଲେନି ତାପରେ ଆସିକି କହୁଛନ୍ତି ତ ତୁମେ ସବୁ ପଳାଅ ତୁମର ନେକ୍ସଟ ରାଉଣ୍ଡ ଆଉ ଥରେ ହେବ
ତ ତୁମକୁ ଡକାଯିବ, ତୁମେ ଡକାଗଲେ ତୁମେ ନେକ୍ସଟ ରାଉଣ୍ଡ ସିଲେକ୍ଟ ହେଇଥିଲେ ତୁମେ ଆଉ ଥରେ ଆସିବ ଦେବ, ନହେଲେ ତୁମର ଭର୍ଚୁଆଲ୍ ଇଣ୍ଟରଭ୍ୟୁ ହେବ। ମାନେ ଚିନ୍ତା କର ବର୍ତ୍ତମାନ ସିଚୁଏସନ୍ ବର୍ତ୍ତମାନ ମାର୍କେଟର କ'ଣ। ତ ବର୍ତ୍ତମାନ ତୁମେ ଜବ୍ ଛାଡ଼ିବ, ଜବ୍ ପାଇବ ନ ପାଇବ ସେଇଟା ଗ୍ୟାରେଣ୍ଟି ନାହିଁ। ତୁମେ ଜବ୍ ଛାଡ଼ିଲା ପରେ ତୁମେ ଆଉ ଗୋଟେ କମ୍ପାନୀ କ୍ରାକ୍ କରିବ ନ କରିବ ଗ୍ୟାରେଣ୍ଟି ନାହିଁ। ତ ବର୍ତ୍ତମାନ ମାର୍କେଟ ବର୍ତ୍ତମାନ ଷ୍ଟେବୁଲ୍ କଣ୍ଡିସନକୁ ଆସିବ ବହୁତ ଟାଇମ୍ ଲାଗିବ। 1 ଇୟର୍ ଲାଗିପାରେ, 2 ଇୟର୍ ଲାଗିପାରେ, 3 ଇୟର୍ ଲାଗିପାରେ, କିଛି ଗ୍ୟାରେଣ୍ଟି ନାହିଁ। ତ କିନ୍ତୁ ତୁମେ ଯେଉଁଠି ଅଛ, ଯେଉଁ ଲୋକେସନରେ ତୁମେ ଜବ୍ କରୁଛ, ସେଇ ଲୋକେସନରେ ତୁମେ ଜବ୍ କରିବାକୁ ଟ୍ରାଏ କର। ଯଦି ତୁମେ ଯେଉଁ କମ୍ପାନୀରେ ଟ୍ରାଏ କରୁଛ ଚେଞ୍ଜ କରିବା ପାଇଁ, ତୁମେ ଯଦି ଯେଉଁ ପ୍ରିଭିୟସ୍ କମ୍ପାନୀରେ ଅଛ, ସେ ପ୍ରିଭିୟସ୍ କମ୍ପାନୀରେ ତୁମ ନର୍ମାଲ୍ ଚାଲିଛି, ଠିକ୍ଠାକ୍ କାମ ହେଉଛି, ତୁମକୁ କମ୍ପାନୀ ବାହାର କରିନି, ତ କମ୍ପାନୀ ତୁମକୁ PIPରେ ପକେଇନି, ଲେ ଅଫ୍ ହେଇନି, ତ ଦେନ୍ ତୁମେ ସେଇ କମ୍ପାନୀ ରୁହ। ଆଟଲିଷ୍ଟ ତୁମେ ଗୋଟେ ତୁମ କମ୍ପାନୀରେ କ'ଣ ଗୋଟେ ଇସ୍ୟୁ ଆସିଲା, ତୁମେ ଗୁସାରେ ପେପର୍ ପକେଇଦେଲ, ତାପରେ ତୁମେ ଜବ୍ ପାଇବା ବହୁତ ଡିଫିକଲ୍ଟ। କାହିଁକିନା ଏବେ ମାର୍କେଟ ଯେଉଁ ସିଚୁଏସନ୍, ତ ମାର୍କେଟରେ ବହୁତ ତୁମ ଭଳିଆ ବହୁତ ପିଲା ଟ୍ରାଏ କରୁଛନ୍ତି। ତ ଗଦା ଗଦା ପିଲା ମାର୍କେଟରେ, ମାନେ ତୁମେ ବିଲିଭ୍ କରିବ ନାହିଁ, ଗୋଟେ 2ଟା ପୋଷ୍ଟ ପାଇଁ 3000 ଛୁଆ ସେଇ ପୋଷ୍ଟ ପାଇଁ ଇଣ୍ଟରଭ୍ୟୁ ଦେଇସାରିଛନ୍ତି। ତାପରେ ତୁମେ ଚିନ୍ତା କର, ସେ ଗୋଟାଏ ପୋଷ୍ଟ କ୍ରାକ୍ କରିବା ପାଇଁ ତୁମେ ସେ ଗୋଟାଏ ଜଣ 2 ଜଣ ଭିତରେ ରହିବା ପାଇଁ ତୁମେ 3000 5000 ପିଲାଙ୍କ ସହିତ କମ୍ପିଟ୍ କରୁଛ। ତାପରେ ଓଡ଼ିଆ ପିଲା କମ୍ୟୁନିକେସନ୍ ଇସ୍ୟୁ, ତୃତୀୟ ଟେକ୍ନିକାଲ୍ ସ୍କିଲ୍, ତୁମେ ଟେକ୍ନିକାଲି ତୁମେ କେତେ ଷ୍ଟ୍ରଙ୍ଗ ଅଛ, ଆଉ ଗୋଟେ ପିଲା ସେ କେତେ ଟେକ୍ନିକାଲି ଷ୍ଟ୍ରଙ୍ଗ ଅଛି, ସେଇଟା ବି ମ୍ୟାଟର୍ କରୁଛି। ଦେନ୍ ଆମେ ଓଡ଼ିଆ ପିଲାଙ୍କର ଆମର ମଦର ଟଙ୍ଗ ଇନଫ୍ଲୁଏନ୍ସ କ'ଣ, ଯେମିତି ଅଲଗା ଷ୍ଟେଟ୍ର ପିଲା କମ୍ୟୁନିକେଟ୍ କରିବେ, ଆମର ଇଂଲିଶ କମ୍ୟୁନିକେଟ୍ କରିବା ଗୋଟେ ଡିଫିକଲ୍ଟ। ତ ଟେକ୍ନିକାଲି ତୁମେ ଯେତେ ବି ଷ୍ଟ୍ରଙ୍ଗ ଥାଅ, ଯଦି ତୁମେ ମାର୍କେଟକୁ ତୁମେ ଟେକ୍ନିକାଲି ତୁମେ ଯେଉଁ ତୁମର ମ୍ୟାନେଜର ହେଉ କି ଲିଡ୍ ହେଉ, ଯେଉଁମାନେ ବି ମାନେ ଇଣ୍ଟରଭ୍ୟୁ ନେଉଛନ୍ତି, ତୁମେ ଯଦି ତାଙ୍କୁ ସାଟିସ୍ଫାଏ କରିପାରିବନି କି ନାଇଁ ମୁଁ ଯେଉଁ ପର୍ଟିକୁଲାର ରୋଲ୍ ପାଇଁ ମୁଁ ଗୋଟେ ଏଲିଜିବଲ୍ ଅଛି, ମୁଁ ତୁମକୁ ସେଇଭଳିଆ କରିକି ଦେଖେଇବି, ତୁମକୁ ସେମାନେ ଫାର୍ଷ୍ଟ ରାଉଣ୍ଡରେ ହିଁ ରିଜେକ୍ଟ କରିଦେବେ। ତ ବର୍ତ୍ତମାନ ମାର୍କେଟ ବହୁତ ଟପ୍ ହେଇଗଲାଣି, ତ ଫିଲ୍ଟର ବି ସେଇ ଲେବୁଲ୍ରେ ହେଉଛି। ତୁମେ ଚିନ୍ତା କର, ବର୍ତ୍ତମାନ AI ଆସିଲାଣି, AIରେ ଏବେ କିଛି ନାହିଁ, ପ୍ରମ୍ପ୍ଟ ଇଞ୍ଜିନିୟର କାମ ତୁମେ କରିପାରୁଛ ନା ନାହିଁ। ବର୍ତ୍ତମାନ ଏବେ ସବୁ ଜାକ ରିଜ୍ୟୁମ୍ରେ ପିଲାଙ୍କୁ ପଚରାଯାଉଛି ତୁମେ AIରେ କାମ କ'ଣ ଅଫିସରେ କରିଛ, ଆଉ AIରେ ତୁମେ କ'ଣ ଇମ୍ପ୍ଲିମେଣ୍ଟ କରିକିରି କମ୍ପାନୀ ପାଇଁ ତୁମେ କାମ କରୁଛ, ତୁମକୁ ଫାଷ୍ଟ ସେ କ୍ୱେଶ୍ଚିନ୍ ପଚରା ହେବ। ତାପରେ ବର୍ତ୍ତମାନ ଏବେ AIରେ କୋଡ଼୍ ପକାଇଦେଲା ବେଳକୁ କୋଡ଼୍ ସେ 15 ମିନିଟ୍ରେ, ଅଧଘଣ୍ଟାରେ, ଗୋଟେ ଦିନର କାମ ତୁମକୁ 2 ଘଣ୍ଟାରେ କରିକି ଦେଇଦେଉଛି, ଗୋଟାଏ ଘଣ୍ଟାରେ କରିକି ଦେଉଛି। ତୁମେ ପ୍ରମ୍ପ୍ଟ ଇଞ୍ଜିନିୟର ପ୍ରମ୍ପ୍ଟ ଭଲସେ ପକାଇ ପାରିବା ଦରକାର। ତାପରେ ବର୍ତ୍ତମାନ ମାର୍କେଟ ଏତେ ଟପ୍ ହେଇଗଲାଣି, ତୁମେ ବିଲିଭ୍ କରିବନି, ଅଫିସରେ 5 ମିନିଟ୍ ତୁମେ ରେଷ୍ଟରୁମ୍ ଯାଇକି ଆସିଲା ବେଳକୁ ତୁମର କିଛି ନା କିଛି ଗୋଟେ ହେଇଯାଇଥିବ ତୁମ ସାଙ୍ଗରେ। ତୁମେ ସେ ଜିନିଷରେ ତୁମେ ରିକଭରି କଲାବେଳକୁ ତୁମେ କିଏ ବ୍ଲେମ୍ କରିଦେଲାଣି, କିଏ କହିଦେବ ତୁମେ ଯେଉଁ କାମ କରୁଛ ସେ କାମ ଖରାପ, ସେ କାମ ପ୍ରଡ଼କ୍ସନରେ ଚାଲୁନାହିଁ। ତ ବର୍ତ୍ତମାନ ସିଚୁଏସନ୍ ମାର୍କେଟର ବର୍ତ୍ତମାନ ଏତେ ଟପ୍ ହେଇଗଲାଣି, ଅଫିସର କଲଚର୍ ବି ବହୁତ ମାଇକ୍ରୋ ମ୍ୟାନେଜମେଣ୍ଟ, ତାପରେ ଅଫିସରେ ପଲିଟିକ୍ସ, ମାଇକ୍ରୋ ମ୍ୟାନେଜମେଣ୍ଟ ହେଉଛି, ପଲିଟିକ୍ସ ହେଉଛି, ମାନେ ତୁମେ ଏନ୍ଭାରମେଣ୍ଟ ଏତେ ଖରାପ ହେଇଗଲାଣି, ତୁମେ ବିଲିଭ୍ କରିବନି, ଅଫିସକି ଯାଇକିରି ତୁମେ ଅଫିସ ଭିତରୁ ପଶିଲା ବେଳକୁ ଫେସ୍ ଏକ୍ସପ୍ରେସନ୍ ଚେଞ୍ଜ ହେଇଯାଉଛି, ତୁମେ ଅଫିସରେ କାମ କରିବ କେମିତି। ମାନେ ତୁମେ ଗୋଟେ ସେଇମାନଙ୍କ ସହିତ ତୁମେ ତ 9 ଆୱାର୍ 10 ଆୱାର୍ ଅଫିସରେ ରହିବ ନା। ତ ଯେତେବେଳେ ଏନ୍ଭାରମେଣ୍ଟ ତୁମେ ଏତେ ଖରାପ ହେଇଯାଉଛି, ନା ତୁମ ମ୍ୟାନେଜର ସହିତ ତୁମର ବିହେଭିଅର୍ ଭଲ, କଥାବାର୍ତ୍ତା ମ୍ୟାନେଜର ତୁମ ସାଙ୍ଗରେ ହେଉଛି ନା, କେଉଁ ମିଟିଂରେ ତୁମକୁ କିଛି ସେଇଭଳିଆ ବିହେଭ୍ କରାଯାଉଛି କି ହଁ ତୁମେ ଗୋଟେ ବଡ଼ ରିସୋର୍ସ, ତୁମେ ଗୋଟେ କମ୍ପାନୀ ପାଇଁ ବହୁତ କିଛି କରିଛ। ବହୁତ ପିଲା ବହୁତ କିଛି କମ୍ପାନୀ ପାଇଁ କରିକିରି ବି ତାଙ୍କୁ ସେଇଭଳିଆ ବିହେଭ୍ କରାଯାଉନି। ତ ପିଲା କ'ଣ କରୁଛନ୍ତି, ଫ୍ରଷ୍ଟ୍ରେଟ୍ ହେଇକିରି ପିଲା ଛାଡ଼ି ଦେଉଛନ୍ତି। ଛାଡ଼ିଦେଲା ପରେ ଅପସନ୍ କ'ଣ, ଜବ୍ ମିଳିବା ଡିଫିକଲ୍ଟ, ଜବ୍ କ୍ରାକ୍ କରିବା ଡିଫିକଲ୍ଟ, କଲ୍ ହିଁ ଆସୁନି। ତୁମେ ବିଲିଭ୍ କରିବନି, ମୋର ଗୋଟେ ସାଙ୍ଗ ନୌକରୀର ପ୍ରିମିୟମ୍ ନେଇଛି, ଲିଙ୍କଡଇନ୍ର ପ୍ରିମିୟମ୍ ନେଇଛି, ତ ସବୁର ପ୍ରିମିୟମ୍ ନେଇକିରି ବି ମାନେ 2 ମନ୍ଥ ହେଲାଣି ସେ ପେପର୍ ପକାଇଲାଣି ଅଫିସରେ ଏଇଭଳିଆ ଡିଷ୍ଟର୍ବାନ୍ସ ଭିତରେ, ତାକୁ ଜବ୍ ଏପର୍ଯ୍ୟନ୍ତ ଗୋଟାଏ ବି ଇଣ୍ଟରଭ୍ୟୁ ତା'ର ହେଇ ହିଁ ନାହିଁ। ମାତ୍ର 2ଟା ଇଣ୍ଟରଭ୍ୟୁ 2 ମନ୍ଥ ହେଲାଣି ଦେଇଛି। ସେ 2ଟା ଇଣ୍ଟରଭ୍ୟୁ ନେଇକି ଯାଇଛନ୍ତି, ଘଣ୍ଟାଏ 1.5 ଘଣ୍ଟା ଲେଖା ଇଣ୍ଟରଭ୍ୟୁ, କିନ୍ତୁ ରେଜଲ୍ଟ 0। ମାନେ ଇଣ୍ଟରଭ୍ୟୁ ପ୍ୟାନେଲ୍ କହୁଛି ତୁମେ ଟେକ୍ନିକାଲି ବହୁତ ଷ୍ଟ୍ରଙ୍ଗ ଅଛ, ତୁମେ ବହୁତ ଜିନିଷ ଜାଣିଛ, ଆଇ ଆମ୍ ସାଟିସ୍ଫାଏଡ଼୍, ବଟ୍ ଆଫ୍ଟର ଦ୍ୟାଟ୍ ନୋ ୱାନ୍ କଲିଂ ଦ୍ୟାଟ୍ ଗାର୍ଲ ଦ୍ୟାଟ୍ ଗାଏ। ବଟ୍ ମାନେ ସିଚୁଏସନ୍ ଦେଖ, ଜିନିଷ ବର୍ତ୍ତମାନ ମାର୍କେଟରେ ଏତେ ଟପ୍ ହେଇଗଲାଣି, ତ ବର୍ତ୍ତମାନ ସେ ପିଲାକୁ ଏପର୍ଯ୍ୟନ୍ତ କଲ୍ ହିଁ ଆସିନି। ମାନେ ବର୍ତ୍ତମାନ HR ନା କଲ୍ କରୁଛି, ନା ଟେକ୍ନିକାଲ୍ ଯେ ରାଉଣ୍ଡ ନେଇଛି ସିଏ କଲ୍ କରୁଛି, ନା କାହାର ବି କମ୍ୟୁନିକେସନ୍ ଅଛି। ତ ବର୍ତ୍ତମାନ ମାର୍କେଟର ସିଚୁଏସନ୍ ଏଇଭଳିଆ ହେଇଗଲାଣି। ତ ବର୍ତ୍ତମାନ ତୁମେ କ'ଣ କରିବ, ତୁମେ ଆଗକୁ ବ୍ୟାକଅପ୍ ରଖ, ଆଟଲିଷ୍ଟ ତୁମେ 6 ମନ୍ଥ 1 ଇୟର୍ର ପଇସା ସେଭିଂ କରି ରଖ, କି ତୁମେ ଯେମିତି ତୁମର ଲୋନ୍ ହେଉ, ତୁମର EMI ହେଉ, ତୁମେ ଚଳିଲା ଭଳିଆ ଜିନିଷ ପଇସା କିଛି ହେଉ, ତ ଯାହା ବି ତୁମର ବ୍ୟାକଅପ୍ ତୁମେ ବନେଇ ରଖୁଛ, ଯେମିତି ତୁମର କାମରେ ଆସିବ। ଜବ୍ ତୁମେ ଯେଉଁଠି ବି ଅଛ ସେଇଟା ଜବ୍ ଛାଡ଼ନି, ବର୍ତ୍ତମାନ ମାର୍କେଟ ଟପ୍ ବହୁତ ଅଛି। ତ
तुम सबुदिन न्यूज देखुव सबुदिन बहुत यूट्यूबर माने पोस्ट कर यूट्यूब रे तो देखुव मार्केट केमती कौन अच्छी सिचुएशन कंडीशन। तो बर्तमान एबे आगु को बहुत ले अप हे चलो बर्तमान एबे मेटा कला ए बर्तमान आगु को एप्पल भी करिवो माइक्रोसॉफ्ट करिथिला तापर अमेजन भी करिथिला कॉग्निजेंट भी आगु करिवो तो बहुत कंपनी बर्तमान ले अफ आगु करिवो। तो बर्तमान ता धीरे तुम ओरी हेकरी कि ले अफ हो जाऊँगी मु कंपनी छाड़देवी मु आ गोटे सेक्टर में पशिजी तुमको आईटी जो पैसा तुमको दौर तुमको आउ कौ सेक्टर में तुमको से पैसा मिलने एक कथा। द्वितीय कथा बहुत पिला भावुं कि आम छोट मोट जॉब करी चलीजु किंतु बर्तमान एबे जो मंथली तुम गोटे स्पेंड करुच खर्च जी तुम होची सेतिकी तुम आउ कौ जॉब रे तुम पाइबा बहुत डिफिकल्ट कहीं तुमको एठी तुम जो 10 घंटा 12 घंटा काम कर जी पाच से तुम 16 आवर माने 16 घंटा 18 घंटा काम कले भी तुमको से मिले बहुत डिफिकल्ट। तो बर्तमान आराम से तुम पढ़ापढ़ी कर स्किल अप कर जी दिन ए रोच गोटे कंपनी से कंपनी स्टेबल टी हुआ समस्त बॉन्डिंग बना जहाँ भी डिफिकल्टी फेस करुच जहाँ भी बिहेवियर किए खराब करुच्ची जहाँ भी तुम जो सिचुएसन आसी से सिचुएसन को हैंडल कर ट्राए कर जदि तुम से सिचुएसन हैंडल न करी तुम से रही तुम जो नेक्स्ट कंपनी जीव से कंपनी तुम आउ भी किसी भी खराब हो पारे तुम जान कहीं ये तुम गोटे जगह तुमको चिन्ह पिला तुम जाच पिला तुम किसी दिन सर्वाइव कर देख तुम सिचुएसन कौन हो से हिसाब से मार्केट जो हिसाब से मार्केट थी तो से हिसाब से तुम डिसीजन नब कि एवं जदि सडन डिसीजन तुम सबकि डिसीजन सडन नहीं किसी तुम भावन आगू कौन हम पछू कौन हम तो बर्तमान बहुत प्रोब्लेम क्रिएट हो बहुत प्रोब्लेम तुम पड़ो। तो बर्तमान जो अच्छ से रुह नॉर्मल कंडीशन हवा जाए तो धीरे 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 सब कंडीशन ठीक हो गला भगवान करूँ ठीक ठाक सब हो जाऊ तो समस्ते भी नॉर्मल लाइफ बचे। एवं जो स्ट्रेस टेंशन भितर पिला रोच जॉब जीवार टेंशन सकाल उठला तुम बिलीव कर मेल समस्त चेक करने पड़ू कि भाई मु आज मोर लैपटॉप ओपन हो कि न हो किए काले कौ कंपनी भी फायर करद आम कंपनी रे एआई इंटर्न को तुम बिलीव करनी मंडे ऑफिस आसिले मंडे कौन डिस्कसन है सीईओ आम स्टार्टअप कंपनी सीईओ कौन कले डाकिले ट्यूसडे लैपटॉप सबमिट कर चलो किसी ना टाटा बाय बाय खत्म। तो बर्तमान सिचुएसन ये सिचुएसन बर्तमान तुमको टाइम देवेनि कि तुम्हें 2 मास टाइम नहीं कि तुम ट्राए कर 2 मास 3 मास टाइम नहीं करी तो बर्तमान सिचुएसन एमती तुमको से इमिडिएट फायरिंग करदे तो तुम इमिडिएट तुम मुंडे भी से किसी जिनस न देन तुम केमी जाकि इंटरव्यू दब तुम स्टेबल होगा तो तुम आटलिस्ट गोटे पिला सडन जो कंपनी फायर कर सी स्टेबल होगा भी गोटे टाइम लगे ना आटलिस्ट से रिज्यूम बनइब 1 वीक 2 वीक जीव से प्रिपेयर हम मेंटाली फिजिकली माने बहुत प्रकार टेंशन भितर पिला बचुं बर्तमान एवं जो पिला सब जॉब कर आईटी तापर से स्टेबल होगा बहुत टाइम भी लगे तापर से स्टेबल होला जॉब बजाया इंटरव्यू क्रैक करिया 3टा 4टा राउंड दबा टेक्निकल राउंड मैनेजर राउंड बहुत प्रकार टेक्निकल टेक्नो मैनेजर भी अच्छी तो बहुत प्रकार सिचुएसन भितर पिला गति कर तो यही जिनस। तो बर्तमान नॉर्मल लुह भगवान को प्रे कर सब कंडीशन ठीक हो जाओ धीरे धीरे जो पिला भी ट्राए कर आईटी आसवाई डिमोटिवेट हुअनी धीरे धीरे तुम भी आगू आसब आगू को जॉब पाइब भल पैकेज पाइब तुम टेक्निकली स्किल अप कर तुम टेक्निकली तुम जिनस सब शिख जिनस सब जान तापर धीरे 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 मार्केट कंडीशन ठीक है तुम भी आसो। तो ये रोचे थैंक यू।